ସାଙ୍ଗମାନେ ଆଜି ଆମେ ବନେଇବା ଦଶହରା ମଣ୍ଡା। ତ ପ୍ରଥମେ ଆମେ ଗୋଟିଏ ପାତ୍ରରେ କିଛି ପାଣି ଭଲରେ ଫୁଟାଇବା। ସେଥିରେ ସ୍ୱାଦ ଅନୁସାରେ ଲୁଣ, ଟିକେ ମିଠା ଲାଗିବା ପାଇଁ 2 ବଡ଼ ଚାମଚ ଚିନି ମିଶାଇବା। ତାପରେ ଆମେ ଆଗରୁ ପ୍ରସ୍ତୁତ କରି ରଖିଥିବା ଚୁନା ଗୁଣ୍ଡକୁ ମିଶାଇବା ଆଉ ଭଲ ଭାବରେ ତାକୁ ଖଳି ପ୍ରସ୍ତୁତ କରିବା, ଯେଉଁଥିରେ ମେଣ୍ଡା ରହିବ ନାହିଁ। ମେଣ୍ଡା ରହିଲେ ଆମର ମଣ୍ଡାର ସେପ୍ ଭଲ ଆସିବ ନାହିଁ। ଆମର ଖଳି ପ୍ରସ୍ତୁତ ହୋଇଗଲା। ଆଉ ଗୋଟିଏ ପାତ୍ରରେ ପ୍ରସ୍ତୁତ କରିବା ନଡ଼ିଆ ପୁର। ସେଥିପାଇଁ ଆମେ ପାତ୍ରରେ ନଡ଼ିଆ କୋରାକୁ ରଖିବା। ସେଥିରେ କିଛି ଇଲାଇଚି ଗୁଣ୍ଡ ମିଶାଇବା ଓ ଚିନି ଦେଇ ପୁର ପ୍ରସ୍ତୁତ କରିବା। ଆମର ପୁର ପ୍ରସ୍ତୁତ ପାଇଁ ଆଉ କିଛି ସମୟ ଲାଗିବ। ଏବେ ପୁର ଆମର ପ୍ରସ୍ତୁତ ହୋଇଗଲା। ପୁରକୁ ଗୋଟେ ପାତ୍ରକୁ କାଢ଼ି ନେବା। ଚୁନା ଖଳିକୁ ଗୋଲ ଗୋଲ ସେପ୍ ଦେଇ ନଡ଼ିଆ ପୁର ଦେଇ ପ୍ରସ୍ତୁତ କରିବା ମଣ୍ଡା। ଏବେ ଆମେ ଇଟିଲି ଛାଞ୍ଚରେ କିଛି ପାଣି ଦେଇ ସେଥିରେ ପ୍ରସ୍ତୁତ ମଣ୍ଡାକୁ ଦେଇ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ରଖିବା। ତାପରେ ପ୍ରସ୍ତୁତ ହୋଇଯିବ ଆମର ଦଶହରା ମଣ୍ଡା। ଆମର ମଣ୍ଡା ପ୍ରସ୍ତୁତ ହେବା ପାଇଁ କିଛି ସମୟ ଲାଗିବ। ସାଙ୍ଗମାନେ ମୋର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ନମସ୍କାର।